ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ। ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ତରଫରୁ ସେକ୍ଟର 20 ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୋଇଙ୍କ ସଭାପତିତ୍ୱ ଓ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୋଧୁନିରେ ବଙ୍ଗଳା ତମ ସାହିତ୍ୟର ମାନି ଗୁଣୀ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରାରମ୍ଭରେ ସୁସ୍ମିତା ନସ୍କରଙ୍କ ମଞ୍ଚ ସଂଯୋଜନାରେ ଶକ୍ତି ରୂପେଣ ସଂସ୍ଥିତା ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ଶର୍ମିଷ୍ଠା ବନ୍ଦୋପାଧ୍ୟାୟ, ତମିସ୍କା ଭଟ୍ଟାଚାର୍ଯ୍ୟ, ବାପି ମଜୁମଦାର, ଜୋୟା ମୁନ୍ସି, ରିଷଭ ଗୁରୁଦ୍ୱାରା, ସୋମା ସେନ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ। ପରେ ସୁପ୍ରସିଦ୍ଧ ଗାୟିକା ଛବି ଦାସ, ଆତିଶ ସରକାର ସଙ୍ଗୀତ ପରିବେଷଣ କରିଥିବା ବେଳେ ଆରୋହଣ, ଆବର୍ତ୍ତନ ଓ ଆରାଧ୍ୟା ସରକାର ମା ଦୁର୍ଗାଙ୍କ ସମ୍ପର୍କିତ ନୃତ୍ୟ ପରିବେଷଣ ସହ କବିତା ପାଠ କରିଥିଲେ। ଏହି ଅବସରରେ ସର୍ବଭାରତୀୟ ବଙ୍ଗଳା ପତ୍ରିକାର ସମ୍ପାଦକ ବିପୁଲ ଗୁପ୍ତା ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ ଓ ଶିକ୍ଷା ଓ ସାମ୍ପ୍ରତିକ ସ୍ଥିତିରେ ନାରୀ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନାଟ୍ୟକାର ପଲ୍ଲବ ଚାଟାର୍ଜୀ ଓ ରତ୍ନା ଚାଟାର୍ଜୀ ମୌଖିକ ହାସ୍ୟରସ ନାଟକ ପାଠ କରିଥିଲେ। ବରିଷ୍ଠ କବି ଶୈଲେନ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କୁମାର ଦସ୍ତିଦାର କବିତା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜୋୟା ମୁନ୍ସି ମାଙ୍କ ଆଗମନୀ ସମ୍ପର୍କରେ ଏକ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଭୋଇ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଦେଇଥିଲେ। ସମ୍ପାଦିକା ଶ୍ରୀମତୀ ବିଶ୍ୱାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏଥିରେ ରିମି ଚକ୍ରବର୍ତ୍ତୀ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁତୁଲ ରାହୁଲ, ପ୍ରଦୀପ ଗୁରୁୱାରା, ଅଞ୍ଜନା ଭୋଇ, ଆଲୋକ କୁମାର ବନ୍ଦୋପାଧ୍ୟାୟ, ସମ୍ପା ମଜୁମଦାର, ଚନ୍ଦନ ବିଶ୍ୱାସ, ନେହା ଚାଟାର୍ଜୀ, ଜୟତୀ ଗୁରୁୱାରା, ଡକ୍ଟର ଆଶିଷ କୁମାର ସାହାଙ୍କ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।